हेलो एवरीवन। तो चलନ୍ତୁ ଆମେ ଦେଖିବା ଓଟିଟି ରେ କଣ କଣ ସବୁ क्वेश्चन ପଡୁଛି, କଣ କେମିତି ସବୁ ପଡୁଛି। ଆରେ କଣ ହେଲା ଏଟା? ଆଚ୍ଛା ଆମେ ଟିକେ ବଢି ଯାଇଛି। ହଁ ଏବେ ଚାଲନ୍ତୁ ଷ୍ଟାର୍ଟ କରିବା। ଇଣ୍ଟେଲିଜେନ୍ସ ଥିଓରୀରେ ହଁ ଆମର ଓଟିଇଟି ରେ ଆମର ଇଣ୍ଟେଲିଜେନ୍ସ ଥିଓରୀରେ ଅଧିକାଂଶ क्वेश्चन ପଡୁଛି। ଏ ଯେ ଇଣ୍ଟେଲିଜେନ୍ସ ଥିଓରୀ କିଏ ଦେଇଥିଲେ, ଇଣ୍ଟେଲିଜେନ୍ସ ଥିଓରୀ କିଏ ଦେଇଥିଲେ ଏବଂ ଇଣ୍ଟେଲିଜେନ୍ସ ଥିଓରୀ ଆମର କେମିତି ୟୁଜ କରାହଉଛି, ତ ସେଟା ଆମେ ଦେଖିବା ପରେ ଆମେ ଆଜି ଦେଖିଦବା ଥିଓରୀ କଣ କଣ ସବୁ ଅଛି, ଥିଓରୀ କିଏ କିଏ ସବୁ ଦେଇଥିଲେ, ତାଙ୍କ ନାଁ ଏବଂ କଣ କଣ ସବୁ ଥିଓରୀ ନା ଏଗୁଡା ସବୁ ଦେଖିଦବା। ଚାଲନ୍ତୁ ଆମର ମୁଁ ଦେଖିଥିଲି କଣ ନା 2016 ମସିହା, 2015 ମସିହା, 2014 ମସିହାର କ୍ୱେଶ୍ଚନ ଦେଖୁଥିଲି ଏବଂ 2019 ମସିହା କ୍ୱେଶ୍ଚନ ରେ ବହୁତ ଗୁଡିକ ଇଣ୍ଟେଲିଜେନ୍ସ ଥିଓରୀ ବିଷୟରେ ପକେଇଛି ଏବଂ 2023 ରେ ବି ମଧ୍ୟ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଏଇ ହଉଛି କଣ ନା ସିଙ୍ଗଲ ଫ୍ୟାକ୍ଟର ଥିଓରୀ। କେତେ ପ୍ରକାର ଅଛି ନା ଆମର 8 ପ୍ରକାରର ଅଛି। ଫାର୍ଷ୍ଟ ହଉଛି ସିଙ୍ଗଲ ବା ୟୁନିଫ୍ୟାକ୍ଟର ଥିଓରୀ। ଇଏ ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଏଇ କ୍ୱେଶ୍ଚନ 2015 ରେ ପଡିଥିଲା, 2016 ରେ ପଡିଥିଲା ମଲ୍ଟି ଫ୍ୟାକ୍ଟର ଥିଓରୀ, ଟୁ ଫ୍ୟାକ୍ଟର ଥିଓରୀ ଆମର 2014 ରେ ଏମିତି ପଡିଥିଲା। ତ ଆମର ଯୋଉ ଗୁଡା ମୁଁ ରାଇଟ ମାରିଛି, ଦେଖନ୍ତୁ ଯୋଉ ମୁଁ ରାଇଟ ମାରିଛି, ଯୋଉ ଗୁଡାକ ମୁଁ ରାଇଟ ମାରିଛି ସେଇ ଗୁଡାକ ବହୁତ ଇମ୍ପୋର୍ଟାଣ୍ଟ। ଆମର ଟ୍ରାଇଆର୍କିଆଲ ଥିଓରୀ, ସେଭେନ ଫ୍ୟାକ୍ଟର ଥିଓରୀ, ମଲ୍ଟି ଫ୍ୟାକ୍ଟର ଥିଓରୀ, ତାପରେ ଯେ କ୍ରିଷ୍ଟାଲ ଆଣ୍ଡ ଫ୍ଲୁଇଡ ଇଣ୍ଟେଲିଜେନ୍ସ ଥିଓରୀ, ତାପରେ ଷ୍ଟ୍ରକ୍ଚର ଅଫ ଇଣ୍ଟେଲିଜେନ୍ସ ମଡେଲ କି ଦେଇଥିଲେ। ଆମେ ଚାଲନ୍ତୁ ଦେଖିଦବା। ୟୁନିଫ୍ୟାକ୍ଟର ଥିଓରୀ ଦେଇଥିଲେ ବିନେଟ ଦେଇଥିଲେ, ଆଲଫ୍ରେଡ ବିନେଟ ଦେଇଥିଲେ ସିଙ୍ଗଲ ବା ୟୁନିଫ୍ୟାକ୍ଟର ଥିଓରୀ, ସିଙ୍ଗଲ ବା ୟୁନିଫ୍ୟାକ୍ଟର ଥିଓରୀ। ଟୁ ଫ୍ୟାକ୍ଟର ଥିଓରୀ କି ଦେଇଥିଲେ ସ୍ପିୟରମ୍ୟାନ ଦେଇଥିଲେ। ଟ୍ରାଇଆର୍କିଆଲ ଥିଓରୀ କି ଦେଇଥିଲେ ଷ୍ଟାର୍ନବର୍ଗ। ଆଚ୍ଛା ଷ୍ଟାର୍ନବର୍ଗ ଦେଇଥିଲେ। ମଲ୍ଟିଫ୍ୟାକ୍ଟର ଥିଓରୀ ଦେଇଥିଲେ ଥର୍ନଡାଇକ ଦେଇଥିଲେ। ସେଭେନ ଫ୍ୟାକ୍ଟର ଥିଓରୀ ଦେଇଥିଲେ ଟ୍ରାନଷ୍ଟନ। ସେଭେନ ଫ୍ୟାକ୍ଟର ଥିଓରୀ ଏମିତି ପଡେନି, ମୋର ସେଭେନ ଫ୍ୟାକ୍ଟର ଥିଓରୀ ଏତେ ପଡେନି। ଟ୍ରାଇଆର୍କିଆଲ ଥିଓରୀ ଏଇଟା ବହୁତ ରେୟାର ପଡେ, ବଟ ଏଟା ବି ଦେଖି ଦେଇଥିବେ। ଟ୍ରାଇଆର୍କିଆଲ ଥିଓରୀ ଷ୍ଟାର୍ନବର୍ଗ ଦେଇଥିଲେ ଟ୍ରାଇଆର୍କିଆଲ ଥିଓରୀ। ତାପରେ ହଉଛି ମଲ୍ଟି ଫ୍ୟାକ୍ଟର ଥିଓରୀ, ମଲ୍ଟିପଲ ଥିଓରୀ। ମଲ୍ଟିପଲ ଥିଓରୀ କିଏ ଦେଇଥିଲେ ନା ଗାର୍ଡନର। ଆଉ କ୍ରିଷ୍ଟାଲ ଆଣ୍ଡ ଫ୍ଲୁଇଡ ଇଣ୍ଟେଲିଜେନ୍ସ ଥିଓରୀ ଦେଇଥିଲେ କାଟଲ। ଷ୍ଟ୍ରକ୍ଚରାଲ ଇଣ୍ଟେଲିଜେନ୍ସ ମଡେଲ ହଉଛି ଗିଲଫୋର୍ଡ ଦେଇଥିଲେ। ତ ଟୋଟାଲ ଆମର କଣ ଦେଖନ୍ତୁ, ଆମର କଣ ହେଲା ନା ଆମର 1 2 3 4ଟା, ଟୋଟାଲ 4ଟାକୁ ଆମେ ଭଲସେ ଇମ୍ପୋର୍ଟାଣ୍ଟ ଦରକାର ନା ଏଇଗୁଡାକ ପଢୁଛି। ଆମର କଣ ନା ଏଗୁଡା ବେଶୀ ପଢୁଛି। ତ ଭିଡିଓଟି ଏତିକି ଥିଲା, ବେଶୀ ଟାଇମ ୱେଷ୍ଟ କରିବାନି। ବାସ୍ ଏତିକି ଦେଖିଦେବେ ଭଲସେ, ଆକୁ ସ୍କ୍ରିନଶଟ ମାରି ରଖିଦିଅନ୍ତୁ।